ମାଲକାନଗିରି ଜିଲ୍ଲାରେ ଦୀର୍ଘ 20 ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। କାଙ୍ଗରକୋଞ୍ଜା ଏବଂ ପଛେରୁ ପୋଲ ଉପରେ 5 ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରଭାବିତ ହେଉଛି। ଫଳରେ 326 ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକେ ଏନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେଲାଣି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ତଳି ଅଞ୍ଚଳରେ ପାଣି ଜମିବା ସହିତ ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ଜମି ରହିଛି। ମାଲକାନଗିରିଠାରୁ କାଲିମେଳା ମୋଚୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଯାତାୟାତ ଠପ୍ ହୋଇ ପଡ଼ିଛି। ସେମିନାରୁ ମାଲକାନଗିରି ଯାଉଥିଲି, ପୁଅ ଦେହ ଖରାପ ଶୁଣିକି ହଷ୍ଟେଲରେ ଅଛନ୍ତି ପିଲା 7 ନମ୍ବରରେ ଦେଖିବାକୁ ଯାଉଥିଲି। ଏବେ ଯେଉଁ ରାସ୍ତା ପାଣି ବୁଡ଼ିଯିବାରୁ ଅସୁବିଧାର ବହୁତ ସମ୍ମୁଖୀନ ହେଉଛି। ଏବେ ଆମ ଯାହା ସମ୍ଭାବନା ସଞ୍ଜୟ ହେଇଯିବ ପାଣି କମୁ କମୁ। ଆଜି ବୋଧେ ଆଉ ପୁଅକୁ ଯାଇକି ଦେଖିପାରିବିନି। ଆଜି ଆପଣ ଦେଖୁଥିବେ ଲଗାଣ ବର୍ଷା ଯୋଗୁଁ ଆମର ମାଲକାନଗିରି କାଙ୍କରକୋଣ୍ଡା ପୋଲ ଆଉ ପଟିରୁ ପୋଲ ଉପରେ ପ୍ରାୟ 5 ଫୁଟ ଉପରେ ପାଣି, ଆଉ 500ରୁ ଅଧିକ ଯାତ୍ରୀ ଆମର ଜଗିଛନ୍ତି ଯିବା ଆସିବା ପାଇଁ। ଯାତାୟାତ ଠପ୍ ହେଇଛି। ଆଉ ଷ୍ଟୁଡେଣ୍ଟ ବି ବହୁତ ଅଛନ୍ତି ଏଠି ଏକ୍ଜାମ୍ କିମ୍ବା କ୍ଲାସ୍ ପାଇଁ ଯାଇପାରୁନାହାନ୍ତି। ଆଉ ଏଇଟା ପ୍ରାୟ ବିଗତ 10-12 ବର୍ଷ ଧରିକିନା ଏମିତି ଅସୁବିଧାର ସମ୍ମୁଖୀନ ଆମର ମାଲକାନଗିରିବାସୀ ହେଉଛନ୍ତି। ବାରମ୍ବାର ଏହି ସମ୍ମୁଖୀନ ହେବା ଯୋଗୁଁ ଆମର ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ମାଲକାନଗିରିରୁ ଶିବରାମ ସାହୁଙ୍କ ରିପୋର୍ଟ, ସମୟ ଲାଇଭ୍।